ଭୁବନେଶ୍ୱର ବରମୁଣ୍ଡାରୁ ବ୍ରହ୍ମପୁର ରାସ୍ତାରେ 80 କିଲୋମିଟର ଗଲେ ପଡ଼େ ନାଚୁଣୀ ସୁନାଖଳା। ସେଇଠୁ ଡାହାଣ ପଟରେ 3 କିଲୋମିଟର ଗଲେ ପଡ଼ିବ କୁଲେଇ ଛକ। ଛକର ଡାହାଣ ପଟକୁ 1 କିଲୋମିଟର ଗଲେ ପଡ଼ିବ ଗୋତପଲ୍ଲୀ। ଇଏ ହେଉଛି ସେଇ ଆମ ଗାଁ ଗୋତପଲ୍ଲୀ। ସଚି ରାଉତରାୟଙ୍କ ଭାଷାରେ ଛୋଟ ମୋର ଗାଁଟି, ଭୂଗୋଳ ପୋଥି ପତରେ ପଛେ ନଥାଉ ତାର ନାଁଟି। ଚିଲିକା ନିର୍ବାଚନ ମଣ୍ଡଳୀର ବାଣପୁର ବ୍ଲକ ଅନ୍ତର୍ଗତ କୁଲେଇ ପଞ୍ଚାୟତର 160 ପରିବାରକୁ ନେଇ ବେଶ୍ ଚଳଚଞ୍ଚଳ ଆମ ଗାଁ। ଆସନ୍ତୁ ନା ମାଙ୍କର ଆଶୀର୍ବାଦ ଲାଭ କରିବା। ଇଏ ହେଉଛି ମାଙ୍କ ପୀଠ। ଏଠି ଯାହା ସବୁ ଆପଣ ଦେଖୁଛନ୍ତି ସେସବୁ କେବଳ ସମ୍ଭବ ହୋଇଛି ମାଙ୍କ ଆଶୀର୍ବାଦରୁ ଏବଂ ଗ୍ରାମବାସୀ ତଥା ସଭାପତିଙ୍କର ବଳିଷ୍ଠ ଉଦ୍ୟମରୁ। ଗ୍ରାମବାସୀଙ୍କର ଅକ୍ଳାନ୍ତ ପରିଶ୍ରମରୁ ସବୁକିଛି ସମ୍ଭବ ହୋଇପାରିଛି ଏହି ଗାଁରେ। ସାହିତ୍ୟ କୁହନ୍ତୁ, ସଂସ୍କୃତି କୁହନ୍ତୁ, ପରମ୍ପରା କୁହନ୍ତୁ, ସବୁକିଛି ଆପଣ ପାଇପାରିବେ ଏହି ଗାଁରୁ। ଜାତି ବର୍ଣ୍ଣ ଧର୍ମ ନିର୍ବିଶେଷରେ ଏହି ଗାଁର ପିଲାଠାରୁ ବୁଢ଼ା ପର୍ଯ୍ୟନ୍ତ ସମସ୍ତେ ଗୋଟିଏ ରଜ୍ଜୁରେ ବନ୍ଧା। ଗୋଟିଏ ପରିବାର ହୋଇ ଚଳନ୍ତି ଏହି ଗାଁର ଲୋକମାନେ। ସତରେ ଯେମିତି ଏମାନେ ସମସ୍ତେ ରକ୍ତ ସମ୍ପର୍କର, ନିହାତି ଆପଣାର, ନିହାତି ନିଜର। ଏକ ମନ, ଏକ ପ୍ରାଣ, ଏକ ଚିନ୍ତାଧାରା ନେଇ ଗ୍ରାମର ସମସ୍ତେ ଚଳି ଆସୁଛନ୍ତି କାହିଁ କେଉଁ ଅନାଦି କାଳରୁ। ଗାଁରେ ଧୁମଧାମରେ ପାଳିତ ହୁଏ ମାଘ ଏକାଦଶୀ। ଗାଁର ପିଲାମାନେ ଯିଏ ଯୋଉଠି ଚାକିରି କରିଥାନ୍ତୁ ନା କାହିଁକି, ଯେତେ ବଡ଼ ଅଧିକାରୀ ହେଇଥାନ୍ତୁ ନା କାହିଁକି, ସମସ୍ତେ ଗାଁକୁ ଫେରି ଆସନ୍ତି ଏହି ସମୟରେ। ମାଘ ମାସ ଏକାଦଶୀରେ ମାଙ୍କର ଯଜ୍ଞ ହୁଏ। ହସ ଖୁସିରେ ପୁରି ଉଠେ ଗାଁ ଦାଣ୍ଡ। କୁଣିଆ ମୈତ୍ରରେ ଘର ପୁରି ଉଠେ। ଗାଁର ପିଲାମାନେ ଏକତ୍ରିତ ହୋଇ ଏହି ଶୁଭ ଅବସରକୁ ହାତଛଡ଼ା କରନ୍ତିନି। କ୍ଲବର ପିଲାମାନେ ସାଂସ୍କୃତିକ କାର୍ଯ୍ୟକ୍ରମରେ ହେଇଯାନ୍ତି ମସଗୁଲ। ଡ୍ରାମା ପାଇଁ ସେମାନେ ନିଜକୁ ସଜେଇ ହୁଅନ୍ତି। ସେମାନଙ୍କୁ ଶିକ୍ଷା ଦେବା ପାଇଁ ଜଗତସିଂହପୁର ଜିଲ୍ଲାର ଉଜଙ୍ଗ ବ୍ଲକର ପାରାଦୀପଗଡ଼ ପଞ୍ଚାୟତର ଚୂନବେଲେରୀ ଗ୍ରାମର କୁମାର ବାବୁ ହୋଇପଡ଼ନ୍ତି ତତ୍ପର। ଅକ୍ଳାନ୍ତ ପରିଶ୍ରମ ତାଙ୍କର। ପ୍ରାୟ 21 ଦିନ ଧରି ସେମାନଙ୍କୁ ଶିକ୍ଷା ଦିଅନ୍ତି ଗୁରୁ କୁମାର ବାବୁ। ଏହି ଗାଁରେ କେବେ କେହି ଦେଖିନାହାନ୍ତି ହିଂସା ଦ୍ୱେଷ ଭଳି ଅସୂୟ ଭାବ। ଯଦି କେବେ କାହାରି କିଛି ମନୋମାଳିନ୍ୟ ଦେଖାଯାଏ, ସେସବୁକୁ ସମାଧାନ କରିଦିଅନ୍ତି ଗ୍ରାମର ସଭାପତି। ଇଏ ହେଉଛି ଆମ ଗାଁ ବନ୍ଧ, ଆମ ଗାଁର ଖେଳ ପଡ଼ିଆ। ଏଇଠି ହେଉଛି ଆମ ଗାଁର ରାଧାକୃଷ୍ଣ ମନ୍ଦିର ଆଉ ହନୁମାନ ମନ୍ଦିର। ଆମ ଗାଁ ଅଙ୍ଗନବାଡ଼ି, ଆମ ଗାଁ ବାତ୍ୟାସ୍ଥଳୀ, ଆମ ଗାଁ ସ୍କୁଲ। ଇଏ ହେଉଛି ଆମ ଗାଁର ଶ୍ମଶାନ। ଏମିତି ଅନେକ କିଛି ଅଛି ଆମ ଗାଁରେ। ଏବେ ତ ଗାଁ ବୁଲା ସରିଗଲା। ଆସନ୍ତୁ ନା ଯିବା ଆମ ଗାଁର ପିଲାମାନେ କରୁଥିବା ଯାତ୍ରା ଦେଖିବାକୁ। ଯାତ୍ରା ଦେଖିବା, ସକାଳ ହେଲେ ଘରକୁ ଯିବା। ଆମ ଗାଁରେ ଗୋଟେ ଶାନ୍ତ ସରଳ ପିଲା ଥିଲା। ସେ କାହା ଦୁଃଖ ଦେଖିଲେ ସହିପାରେନି। ସମସ୍ତେ ତାକୁ ସ୍ନେହରେ ଡାକନ୍ତି ବାବୁ ବୋଲି। ଯାହାର କିଛି ଅସୁବିଧା ପଡ଼ିଲେ ସେମାନଙ୍କ ପାଖରେ ପହଞ୍ଚିଯାଏ। ସମସ୍ତଙ୍କ ଦୁଃଖ ସୁଖରେ ଛିଡ଼ା ହୁଏ। କିନ୍ତୁ ଏମିତି ଗୋଟେ ପରିସ୍ଥିତି ପଡ଼ିଲା, ସବୁ କିଛି ବଦଳିଗଲା। ବାବୁରୁ ବାବୁଗିରି ପାଲଟିଗଲା। ସେ କାହାର ସୁଖ ଦେଖିପାରିଲାନି। ସମସ୍ତ ଆଖିରେ ଲୁହ ଭରିଦେଲା। ଏମିତି ଲୁହ ଭରିଦେଲା, ଯେତେ କାନ୍ଦିଲେ ବି
ଲୁହ ସରିଲାନି।